ନୂଆପଡ଼ା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରା ସହିତ ତଲାସୀ ଅଭିଯାନ। 98,06,592 ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ସହିତ 5ଟି ବାଇକ୍, ଏକ 4ଚକିଆ ଯାନ ଜବତ କରିଛି ଅବକାରୀ ବିଭାଗ। ଗତ 30 ତାରିଖ ବିଭାଗୀୟ ଅଧିକାରୀ ଯାଞ୍ଚ କରି 215 ଲିଟର ହାତରନ୍ଧା ମଦ, 36 ଲିଟର ବାହାର ଭାଟି ମଦ, 5 କେଜି ଗଞ୍ଜା ଏବଂ 6,550 କେଜି ମହୁଲ ପଚକୁ ଜବତ କରିଛି। ଏସବୁ ଆନୁମାନିକ ମୂଲ୍ୟ 4,29,700 ଟଙ୍କା ହେବ। ଅଦ୍ୟାବଧି ଅବକାରୀ ବିଭାଗ 69 ଲିଟର ବିୟର, 38 ଲିଟର ବିଦେଶୀ ମଦ, 5,795 ଲିଟର ହାତରନ୍ଧା ମଦ, 1,207 ଲିଟର ବାହାର ଭାଟି ମଦ, 60 କେଜି ଗଞ୍ଜେଇ ଏବଂ 1,36,700 କେଜି ମହୁଲ ପଚ ଜବତ କରିଛି। ଏସବୁର ଆନୁମାନିକ ମୂଲ୍ୟ 98,06,592 ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ସହିତ 5 ଗୋଟି ବାଇକ୍, ଏକ 4ଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ବର୍ତ୍ତମାନ ସୁଦ୍ଧା 185ଟି ଅବକାରୀ କେସ୍ ରୁଜୁ ହୋଇଛି ଓ 104 ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧ୍ୟକ୍ଷ ଜଣାଇଛନ୍ତି। ନିର୍ବାଚନ ସମୟରେ ବେଆଇନ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।